ଦୁର୍ଘଟଣାରେ ମୃତ ଯୁବକଙ୍କୁ ବୀମା ରାଶି ପ୍ରଦାନ। ବାହାନଗା ବ୍ଲକ 16 ନମ୍ବର ଜାତୀୟ ରାଜପଥ ବାହାନଗା ଭେନସ୍ କଲେଜ ନିକଟରେ ଚଳିତ ମାସ 5 ତାରିଖରେ ଜଣେ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ମୃତ ଯୁବକ ଜଣକ ବାହାନଗା ପଞ୍ଚାୟତ ଗନ୍ଧିଣା ଗ୍ରାମର ଭରତ ମହାନ୍ତିଙ୍କ ପୁଅ ଅଜୟ। ଶ୍ରୀରାମ ବୀମା କମ୍ପାନୀର ଜଣେ ସେ ଗ୍ରାହକ ହୋଇଥିବାରୁ ବୁଧବାର ଅପରାହ୍ନରେ ଶ୍ରୀରାମ ବୀମା କମ୍ପାନୀ ତରଫରୁ ଅଜୟଙ୍କ ପତ୍ନୀ କ୍ରିଷ୍ଣାରାଣୀ ମହାନ୍ତିଙ୍କୁ 13,20,000 ଟଙ୍କା ପ୍ରଦାନ କରାଯାଇଛି। ଏହି ସମୟରେ ସମାଜସେବୀ ସୁମନ୍ତ ନାୟକଙ୍କ ପୌରୋହିତ୍ୟରେ ଏକ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ର, ମୁଖ୍ୟ ଅତିଥି ରମାକାନ୍ତ ନାୟକ, ବାହାନଗା ସରପଞ୍ଚ ବ୍ରଜେନ୍ଦ୍ର ପଣ୍ଡା, ଗୋପାଳପୁର ସମିତି ସଭ୍ୟ ଯୋଗେଶ ଚନ୍ଦ୍ର ପତି, ସରୋଜ କୁମାର ରାଉତ, ରିଜନାଲ ମ୍ୟାନେଜର ଅମୂଲ୍ୟ ଜେନା, ବ୍ରାଞ୍ଚ ମ୍ୟାନେଜର ସୁବାସ ନାୟକ, ଅନନ୍ତ ନାୟକ, ଘନଶ୍ୟାମ ଦାସ, ବିବେକାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି ମୃତକ ଅଜୟଙ୍କ ପତ୍ନୀ କ୍ରିଷ୍ଣାରାଣୀ ମହାନ୍ତିଙ୍କୁ ଚେକ୍ ପ୍ରଦାନ କରିଥିଲେ। ବାହାନଗାରୁ ଶିଶିର ରୟଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।